ସାଙ୍ଗମାନେ ଆଜି ଆମ ଘର ଛାତ ଉପରେ ପତାକା ଉଡ଼ା ଯାଇଛି। ଯେହେତୁ ଆମ ସାଙ୍ଗମାନେ ଆଜି ଆମ ଘରେ ସରସ୍ୱତୀ ବିସର୍ଜନ ହେବେ, ତା ପାଇଁ ସୋନୁ ପୁରା ରେଡି ବିସର୍ଜନ ପାଇଁ। ଆଉ ସାଙ୍ଗମାନେ ଆମେ ଆଜି ବାହାରିଲୁ କୁଦାନ କରି ଆମ ଏକରେ ମାଘ। ସାଙ୍ଗମାନେ ଆମେ ଆଜି ଆସିଛୁ କୁଦାନ କରି। ଆଜିଠୁ ମେଳା ଭାଇଙ୍କର ସବୁ ପଥର ତିଆରି ନିମିତ୍ତ ଜିନିଷ ଆସିଛି। ସାଙ୍ଗମାନେ ସବୁ ପ୍ରକାର ଦୋକାନ ପତ୍ର ଆସିଯାଇଛି। ଆଉ ଏଠି ଆଜି ଯାତ୍ରା ଖେଳିବ ଜାନୁଆର। ସବୁ ଯାତ୍ରା ପାଟିରେ ସବୁ ଜିନିଷ ପଳେଇ ଆସିଲାଣି। ସାଙ୍ଗମାନେ ଆମ ଏଠି ନରଣୀପୁର ସୁକୁନେଇ ପାଖରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଦେଖନ୍ତୁ, ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ସାଙ୍ଗମାନେ ଆଜି ହେଉଛି ଜାନୁଆରୀ 26। ଆଜିକା ଦିନରେ ଆମର ଗଣତନ୍ତ୍ର ଦିବସ। ଆଜି ଆମର ସମ୍ବିଧାନ ଗଢ଼ା ହେଇଥିଲା। ସାଙ୍ଗମାନେ ଦିଲ୍ଲୀରେ ତ ସବୁ ପ୍ୟାରେଡ ଚାଲିଛି, ଭୁବନେଶ୍ୱର ବି ପୁରା ପ୍ୟାରେଡ। ଆଉ ଗାଁ ମାନଙ୍କରେ ସ୍କୁଲ ମାନଙ୍କରେ ସବୁ ଗଣତନ୍ତ୍ର ଦିବସ ପାଳନ କରାଯାଉଛି। ସାଙ୍ଗମାନେ ଦେଖିବା ଦିନମାନ ବ୍ଲକରେ ଆଜି କ'ଣ ହେଉଛି। ଫଲୋ ମି। ସାଙ୍ଗମାନେ ଆଜି ଆମ ଘର ଛାତ ଉପରେ ପତାକା ଉଡ଼ା ଯାଇଛି। ଯେହେତୁ ଆମ ଘରେ ଦିଦିଟା ଆର୍ମି, ଏଠି ଗୋଟେ ଆଉ ଗୋଟେ ହୁଏ ସେଠି ସେ ଛାତ ଉପରେ ଗୋଟେ ଫରଫର ଉଡ଼ୁଛନ୍ତି। ଆଜି ଯେହେତୁ ସମ୍ବିଧାନ ଗଢ଼ା ହେଇଥିଲା, ତା ପାଇଁ ଜାତୀୟ ପତାକା ଉଡ଼ାଯାଏ। ଆମର ବି ଘରେ ଆଜି ଉଡ଼ାଯାଇଛି। ସାଙ୍ଗମାନେ ଆଜି ଆମ ଘରେ ସରସ୍ୱତୀ ବିସର୍ଜନ ହେବେ, ତା ପାଇଁ ସୋନୁ ପୁରା ରେଡି ବିସର୍ଜନ ପାଇଁ। ଆଉ ମାଆଙ୍କୁ ଧରି ସୋନୁ ବର୍ତ୍ତମାନ ଚାଲିଲା ପୋଖରୀକି। ସୋନୁ ବର୍ତ୍ତମାନ ଠାକୁରଙ୍କୁ ଧରି ଚାଲିଛି ବିସର୍ଜନ ପାଇଁ। ଆମ ଘରେ ସରସ୍ୱତୀ ପୂଜା ହେଇଥିଲେ 4 ଦିନ ରହିଲେ। ସୋନୁ ବର୍ତ୍ତମାନ ଆସିଗଲାଣି ବିସର୍ଜନ ପାଇଁ। ଆସ, ଠାକୁର ବିସର୍ଜନ ହେବେ। ସୋନୁ ବିସର୍ଜନ କରିବେ ବର୍ତ୍ତମାନ ଠାକୁରଙ୍କୁ। ଚାଲନ୍ତୁ, ଗଡ଼ିଆ ତ ଆଗରେ, ଆଉ ଆମ ଗଡ଼ିଆ ପାଖରେ। ଚାଲ। ସୋନୁ ବର୍ତ୍ତମାନ ବିସର୍ଜନ କରିବାକୁ ଯାଉଛି ଠାକୁରଙ୍କୁ। ବିସର୍ଜନ ହେଇଗଲେ ଠାକୁର। ନମସ୍କାର ହୁଅ। ବିସର୍ଜନ ହେଲା ପ୍ରଭୁ। ପ୍ରଭୁ ପାଠ ଦିଅ। ସାଙ୍ଗମାନେ ଆମେ ଆଜି ବାହାରିଲୁ କୁଦାନ କରି। ଆମ ଏକରେ ମାଘ ସପ୍ତମୀରେ କୁଦାନଗରି ପୁରା ଫେମସ୍। କାଲି ସ୍ନାନ ହେଇଥିଲା କୁଦାନଗରରେ। ଆଜି ସବୁ ମେଳା ଯାତ୍ରା ସବୁ ପଡ଼ିଛି। ବର୍ତ୍ତମାନ ଆମେ ହେଇଗଲୁଣୁ ହରି ପୋଖରୀ ପାଖରେ। ଆଗକୁ ନରେନ୍ଦ୍ରପୁର ବଜାର, ତାପରେ ଗଡ଼ିଜଙ୍ଗ, ତାପରେ କୁଦାନଗରି। ଆମ ଘର ପାଖରେ ମେଳା କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟରେ ଯାଏ। ଆମ ଘର କିନ୍ତୁ କଟକ। ସାଙ୍ଗମାନେ ରାସ୍ତା ପୁରା ଫାଙ୍କା। ଚାଲନ୍ତୁ ଦେଖିବା କଣ ସବୁ ହଉଛି। ସାଙ୍ଗମାନେ ବର୍ତ୍ତମାନ ଆମେ ଆସି କୁଦାନଗରି ପାଖାପାଖି ପହଞ୍ଚିଗଲୁଣୁ। ରାସ୍ତା ପୁରା ଟପାଟପ। ବାଟୋଇ ଭାଇମାନେ ସବୁ ଯିବା ଆସିବା କରୁଛନ୍ତି। ଅତି ସୁନ୍ଦର ଦୃଶ୍ୟ। ଏଠି ବର୍ତ୍ତମାନ ବୋର୍ଡ ଦେଖା ହେଲାଣି, ନାମ ଫଳକ କୁଦାନରେ ପହଞ୍ଚିବୁ ବୋଲି। ଦେଖନ୍ତୁ ସାଙ୍ଗମାନେ, ଆସି ବର୍ତ୍ତମାନ ଜଷ୍ଟ କୁଦାନଗରି ପାଖରେ ଆମେ ପହଞ୍ଚି ଗଲୁ।
ଭାଇଙ୍କର ଚକିଶୂଳ ପଳେଇ ଯାଇଛି ଉଦାନଗରୀ ଯାତ୍ରାକୁ। ସାଙ୍ଗମାନେ ଆମେ ଆଜି ଆସିଛେ କୁଦାନଗରୀ। ଆଜିଠୁ ମେଳା ପୁରା ଅନୁଷ୍ଠିତ ହବ ଆଉ ପ୍ରବଳ ଲୋକଙ୍କ ସମାବେଶ ବି ହବ। କାଲି ସ୍ନାନ ଗାଧୁଆ ସରିଯାଇଛି ଆଉ ଆଜି ଯେହେତୁ ଆସିଛୁ ଟିକେ ଖରାବେଳେ ଆସିଛୁ, ଫାଙ୍କା ଫାଙ୍କା ଲାଗୁଛି। ମନ୍ଦିର ପହଡ଼ ପଡ଼ିଛି। ସବୁ ବାବା ମାନେ ଅଛନ୍ତି। ଆଉ ସାଙ୍ଗମାନେ କୁଦାନଗରୀ ବିଶେଷ କରି ପିକନିକ ସ୍ପଟ କଲେ ଚଳେ। ଆଉ ଏଠି ସବୁ ତଳେ ବଣଭୋଜି ହୁଏ, ବହୁତ ସୁନ୍ଦର ବଣଭୋଜି ସବୁ ଏଠି ହୁଏ ଶୀତ ଦିନେ। ଏଠୁ ମନ୍ଦିର ଛୋଟ ଛୋଟ ମନ୍ଦିର ଅନୁଷ୍ଠିତ ହେଇଯାଇଛି। ଏଠି ସାଙ୍ଗମାନେ ଭୋଜି ଚାଲିଛି ମଠରେ। ବହୁତ ଭକ୍ତମାନେ ଆସିଛନ୍ତି ବୁଲିବା ପାଇଁ, ଭୋଜି ବି କରୁଛନ୍ତି। ମଉସା ତାଙ୍କର ଆଇଛନ୍ତି ବୁଲିବା ପାଇଁ। ଏଠି ସବୁ ଅଷ୍ଟପ୍ରହରୀ କାଲି ହଉଥିଲା, ଆଜି ସରିଯାଇଛି। ବର୍ତ୍ତମାନ ସାଙ୍ଗମାନେ ମନ୍ଦିରରେ ପହଡ଼ ପଡ଼ିଯାଇଛି, ଯେହେତୁ ପ୍ରଭୁ ସୁଖ ପରିକ୍ରମାକୁ ଦର୍ଶନ କରି ହେଲାନି, ପହଡ଼ ପଡ଼ିଯାଇଛି। ସନ୍ଧ୍ୟାବେଳେ ପ୍ରବଳ ଜାମ୍ ଲାଗିବ। ଆମେ ଯେହେତୁ ଆସିଛୁ ମନ୍ଦିର ଚାରିପାଖ ଫଟୋ ଉଠେଇକି ଆମେ ନେଇଯିବା। ଭାଇଙ୍କର ସବୁ ପଥର ତିଆରି ନିମିତ୍ତ ଜିନିଷ ଆସିଛି। ସାଙ୍ଗମାନେ ସବୁ ପ୍ରକାର ଦୋକାନ ପତ୍ର ଆସିଯାଇଛି ଆଉ ସନ୍ଧ୍ୟା ହେଲେ ଖୋଲିବ। ଯେହେତୁ ଖରାବେଳ ଦୋକାନ ସବୁ ବନ୍ଦ ଅଛି। ଆଉ ବଡ ବଡ ଯାତ୍ରା ପାର୍ଟି ବି ସାଙ୍ଗମାନେ ଦିଟା ଆସିଛି। ସେକରେ ଆସିଛି ଶ୍ରୀମନ୍ଦିର, ଏକରେ ଓଁକାର। ଦୋକାନ ଭାଇ ମାନେ ସବୁ ଧୀରେ ଧୀରେ ସବୁ ଆସୁଛନ୍ତି। ସାଙ୍ଗମାନେ ସବୁ ପ୍ରକାର ଦୋକାନ, ଖାଇବା ଦୋକାନ ବେଶୀ ଆସିଛି। ଷ୍ଟଲ ବହୁତ ବଢିଆ ବଢିଆ ଷ୍ଟଲ ଆସିଛି। ଏକର ଚାଟ ଦୋକାନ ପ୍ରସିଦ୍ଧ, କଟକ ପ୍ରସିଦ୍ଧ ଠୁଙ୍କା ପୁରୀ। ସନ୍ଧ୍ୟାବେଳେ ପୁରା ଭିଡ ଜମିବ। ଆରେ ବାବା ସବୁ ଯାତ୍ରା ପାର୍ଟି ପଳେଇ ଆଇଛି। ବର୍ତ୍ତମାନ ଷ୍ଟେଜ ବନ୍ଧା ବନ୍ଧି ଚାଲିଛି, ରାତିକି ଯାତ୍ରା ହବ। ସବୁ ଦୋକାନ ପ୍ରାୟ ଆସିଯାଇଛି, ସଜାସଜି ଚାଲିଛି। ସନ୍ଧ୍ୟାବେଳେ ପୁରା ଭିଡ ଜମିବ। ଭଲ କଣ୍ଢେଇ ଦୋକାନ, ବହୁତ ଭେରାଇଟି ପ୍ରକାର ଦୋକାନ ସବୁ ପଳେଇ ଆସିଛି। ହରକେ ମାଲ 5 ଟଙ୍କା। ସବୁ ପ୍ରକାର ଦୋକାନ ପଳେଇ ଆସିଛି। ହରକେ ମାଲ 100 ଟଙ୍କା। ଖାଲି ସବୁ ଜିନିଷ ଆଇଛି। ଏଠି ଆଜି ଯାତ୍ରା ଖେଳିବ ଜାନୁଆର। ସବୁ ଯାତ୍ରା ପାର୍ଟି ସବୁ ଜିନିଷ ପଳେଇ ଆସିଲାଣି ବର୍ତ୍ତମାନ ସଜା ପାଇଁ। ସାଙ୍ଗମାନେ ଆମ ଏଠି ନରଣୀପୁର ସୁକୁନେଇ ପାଖରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଇଯାଇଛି। ଦେଖନ୍ତୁ କେତେ ଜାମ୍ ହେଇଛି। ଜିଲ୍ଲା ସ୍ତରୀୟ କ୍ରିକେଟ ମ୍ୟାଚ, ହଜାର ହଜାର ଦର୍ଶକ ଭିଡ଼। से गेंदबाजी बेहतरीन हो, विकेट पे विकेट विकेट जाए तो फिर ये मैच शायद आखिरी ओवर तक जाए। जितिबा पाई 22 बॉल रे 18 रन। बहुत ही खूबसूरत शॉट, क्या ये फ्लैट सिक्स होगा?
बिल्कुल आसिफ जी का दोनों हाथों पर, तो समझ जाइए पूरे 6 रन आएगा एंड इसी 6 रन के साथ में दल का स्कोर जाकर पहुंचेगा 61 दोनों पर। सद्दाम हुसैन 252 when love you अफरोज भाई एंड आई लव यू सो मच सद्दाम भाई। निश्चित तौर पर यहाँ पे कंट्रीब्यूशन अगर देखा जाए 32 रन हो चुका है। क्या अंदरूनी हिस्सा लगा, बिल्कुल आउट, और यहाँ पे जाएंगे मैदान के बाहर। एक और विकेट का पतन, और इसी एक विकेट के चलते हुए चौथा विकेट का झटका लगा है। 20 गेंदें 12 रन चाहिए मुकाबला जीतने के लिए। 20 गेंदों पे 12 रन, क्या कोई चमत्कार हो सकते हैं? बहुत बढ़िया गेंद, वाइड डॉट, और इसी के साथ में डॉट गेंद आएगा, और इसी डॉट के चलते ओवर की समाप्ति। सागवान दिन मन ब्लॉग आज एमती थिला। वीडियो यदि भल लगे लाइक करेंगे, शेयर करेंगे, सब्सक्राइब करेंगे। रोज सागवान।